ନମସ୍କାର ମୁଁ ଶୁଭ ସ୍ୱାଗତ କରୁଛି ଆପଣଙ୍କୁ ପ୍ରଧାନ ନ୍ୟୁଜ୍ ଓଡ଼ିଶା ଚ୍ୟାନେଲଟିରେ ଆପଣଙ୍କୁ ଓଡ଼ିଶାର ଏବଂ ଦେଶ ବିଦେଶର ବରାବର ଖବର ମିଳିଥାଏ ଆଉ ସେଥିପାଇଁ ତ ଆପଣମାନେ ନିଶ୍ଚିତ ଭାବରେ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖନ୍ତୁ ଆଉ ମଧ୍ୟ ଆଜିର ଏହି ଖବରଟିକୁ ସମ୍ପୂର୍ଣ୍ଣ ଭାବରେ ଜାଣି ରଖନ୍ତୁ ଖବରଟି କ'ଣ ରହିଛି ଖବରଟି ଏକ ଗୁରୁତ୍ୱପୂର୍ଣ୍ଣ ଖବର ରହିଛି ହଁ ଆଜ୍ଞା ଆଳଭଙ୍ଗା ଶୀତ ଉପରେ ଦାଉ ସାଧିବ ବର୍ଷା ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ ଏହି ଦିନଠାରୁ ରାଜ୍ୟରେ ପ୍ରବଳ ବର୍ଷା ପରେ ଆହୁରି ବଢ଼ିବ ଶୀତ ନିଶ୍ଚିତ ଭାବରେ ଆପଣ ସମ୍ପୂର୍ଣ୍ଣ ସତ୍ୟ ଖବର ଜାଣିବା ପାଇଁ ଭିଡ଼ିଓରେ ବନେଇ ରୁହନ୍ତୁ କାରଣ ବହୁତ ଗୁଡ଼ିଏ ଗଣମାଧ୍ୟମ ଅଛନ୍ତି ଆପଣଙ୍କୁ ମିଥ୍ୟା ଖବର ଦେଇକି ଆପଣଙ୍କୁ ଖାଲି ଡରାଉଛନ୍ତି ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ 24 ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି ଗତକାଲି ସନ୍ଧ୍ୟା 5:30ଟାରେ ଭାରତ ମହାସାଗର ଉପରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି ଆଗାମୀ 24 ଘଣ୍ଟା ମଧ୍ୟରେ ଏହାର ଅଧିକ ସ୍ପଷ୍ଟ ହେବାର ସମ୍ଭାବନା ରହିଛି ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରରୁ ସୂଚନା ମଧ୍ୟ ମିଳିଛି ଅନ୍ୟପଟେ ଶୀତ ସାଙ୍ଗକୁ କୋହଲା ପବନ ତା ସାଙ୍ଗକୁ କୁହୁଡ଼ି ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି ଆସନ୍ତା 3 ଦିନରେ ସାରା ରାଜ୍ୟରେ ରାତି ତାପମାତ୍ରା ପ୍ରାୟ 3 ଡିଗ୍ରୀ ଯାଏ କମିପାରେ ପରବର୍ତ୍ତୀ 3 ଦିନରେ ସର୍ବନିମ୍ନ ତାପମାତ୍ରା ପୁଣି 2 ଡିଗ୍ରୀ ବଢ଼ିବ ମକର ସଂକ୍ରାନ୍ତି ଯାଏଁ ଏହାର ଅପରିବର୍ତ୍ତିତ ରହିପାରେ 10 ତାରିଖ ରାତିରେ ଭୁବନେଶ୍ୱର ଓ ବ୍ରହ୍ମପୁର ସମେତ ଦକ୍ଷିଣ ଉପକୂଳ ଶୀତ ସାମୟିକ ଭାବରେ କମିପାରେ 11 ତାରିଖରେ ଶୀତ ପୁଣି ଲେଉଟିବ ଆସନ୍ତା 24 ଘଣ୍ଟାରେ କୋରାପୁଟ ବଲାଙ୍ଗୀର କନ୍ଧମାଳ ବୌଦ୍ଧ ନୟାଗଡ଼ ଗଞ୍ଜାମ ଗଜପତି ଖୋର୍ଦ୍ଧା ପୁରୀ କଟକରେ ଘନ କୁହୁଡ଼ି ପାଇଁ ଏହି 10ଟି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଏପରି ଆସନ୍ତାକାଲି ଗଞ୍ଜାମ ଗଜପତି କନ୍ଧମାଳ ନୟାଗଡ଼ କଟକ ଢେଙ୍କାନାଳ ଏହି 6 ଜିଲ୍ଲାକୁ ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି ଏହା ହିଁ ଥିଲା ଗୋଟେ ଅପଡ଼େଟ୍ ମାନେ ସତ୍ୟ ଅପଡ଼େଟ୍ କିନ୍ତୁ ଏହାର ସମ୍ପୂର୍ଣ୍ଣ ଅପଡ଼େଟ୍ ସହିତ ମାନେ ଆହୁରି କ'ଣ ଅପଡ଼େଟ୍ ଆସୁଛି ସେସବୁ ସହିତ ଯୋଡ଼ି ହୋଇ ରହିବା ପାଇଁ ନିଶ୍ଚିତ ଭାବରେ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।